ସମସ୍ତେ ପଇସା ଆଦାୟ କରିଦେଲୁ। ପଇସା ଆଦାୟ କରି ଆମର ହେଇଗଲା 150 ଟଙ୍କା। ଆଉ ତାପରେ ମୁଁ ଦୁଇଟା ଆଣିଥିଲି ଘରୁ ଲେମ୍ବୁ, ଆଉ ଇଏ ଆସିଥିଲା ଜୁତିଆ ଭାରରେ ସୋଲା ମଟର ପିସା ହେଇଥିଲା, ସେଥିପାଇଁ ଆମେ ମଟରକୁ ଅଲଗା କରୁଛୁ ବସି। ବର୍ଷା ହେଉଛି ତ ପ୍ଲାନ୍ ହେଲା ଗୁପଚୁପ୍ କରିବା ପାଇଁ। ତ ସମସ୍ତେ ପଇସା ଆଦାୟ କରିଦେଲୁ। ପଇସା ଆଦାୟ କରି ଷ୍ଟାର୍ଟ ହେଲା ଆମର ଗୁପଚୁପ୍ ଫିଷ୍ଟି। ସେପଟେ ଆଳୁ ସିଝିଗଲାଣି, ଏପଟେ ଖଟା ପାଣି ବି ରେଡ଼ି ହେଇଯାଇଛି। ଆଉ ଦେଖନ୍ତୁ ମୁଁ ଗୋଟେ ନୂଆ ଷ୍ଟାଇଲ୍ରେ ତେଲକୁ ବାହାର କରୁଛି। ତତଲା କଢ଼େଇରେ ନେଇକି ତେଲ ଜରିଟାକୁ ଘଷିଦେଲି, ସେ ତେଲ ବାହାରିଗଲା। ଆଉ ଗୁପଚୁପ୍ ଏପଟେ ମୁଁ କାଟି ଦେଇଛି ଜରିଟା, କାଟିକି ରେଡ଼ି ହେଇଗଲା। ତେଲ ବି ଗରମ ହେଇଯାଇଛି। ଆଉ ମୁଁ ଗୁପଚୁପ୍କୁ ପକାଇଦେଲି। ସେ ବହୁତ କମ୍ ସମୟ ଭିତରେ ଫୁଲିକି ରେଡ଼ି ହେଇଗଲା, କାହିଁକିନା ତେଲ ଭଲସେ ତାତିକି ରହିଥିଲା। ତ ଗୋଟେ ଥର ହେଲା ପରେ ମୁଁ କାଢ଼ିଦେଲି ଗୁପଚୁପ୍କୁ। ଗୁପଚୁପ୍ ପୁରା ରେଡ଼ି ହେଇଛି, ବେଶୀ ତାତିବନି। ଏଇ ଟାଇପ୍ର ଗୁପଚୁପ୍ ବାହାର କରିବା, ନହେଲେ ନାଇଁ ପିତା ଲାଗିବ ଗୁପଚୁପ୍। ସେଥିପାଇଁ ମୁଁ କ'ଣ କଲି ନା ବାହାର କରିଦେଲି ତାକୁ। ଆଉ ଦେଖୁନାହାନ୍ତି ସେ ଗୋଟେ ଗୁପଚୁପ୍ କେମିତି ଖେଳୁଛି ମୋ ସହ ନ ବାହାରିକି। ସବୁକିଛି ରେଡ଼ି ହେଇଗଲା ପରେ ଆମେ ବସିଗଲୁ ଖାଇବା ପାଇଁ। ଏପଟେ ଅଛି ଖଟା ପାଣି, ଆଉ ଖଟା ପାଣି ସହିତ ଆଳୁ ଭର୍ତ୍ତା, ସବୁକିଛି ରେଡ଼ି କରି ଖାଇବା ପିଇବା ଆମର ଷ୍ଟାର୍ଟ ହେଲା। ଆଉ ଏପଟେ ମ୍ୟାଡ଼ାମକୁ କହିଲି, ମୁଁ କହିଲି ଟିକେ ଗୋଟେ ନେଇକି ଦେଖିଲୁ କେମିତିକା ଲାଗୁଛି ଟେଷ୍ଟ। ଆଉ ଦେଖନ୍ତୁ ସେ ତାକୁ କହିଲି ଖାଇବା ପାଇଁ, କିନ୍ତୁ ତା ପାଟିରେ ଜାଗା ହେଉନି ଗୁପଚୁପ୍ଟା ବୋଲି ସେ ଦାନ୍ତ ଦେଖାଉଛି। ଆଉ ଇଏ ଖାଇକି ଢୋଳିଲାଣି ବସି। ତ ଭିଡ଼ିଓ ଭଲ ଲାଗିଲେ ଗୋଟେ ଲାଇକ୍ କରିଦେବେ। ରହିଲି।